ସରକାରଙ୍କ ତରଫରୁ ଗାଡ଼ି ଚାଳକଙ୍କ ପାଇଁ ନୂଆ ନିୟମ ଜାରି କରାଯାଇଛି। ଯେଉଁମାନେ ଗାଡ଼ି ଚଲାଉଛନ୍ତି ସେମାନଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ଖବର ରହିଛି ଆଜିର ଏ ଭିଡ଼ିଓରେ। ତ ଆପଣମାନେ ଗାଡ଼ି ଚଲାଇବା ପୂର୍ବରୁ ଏହି ନିୟମ ଗୁଡ଼ିକ ବିଷୟରେ ଜାଣି ରଖନ୍ତୁ। ନଚେତ୍ ଆପଣମାନେ ମୋଟା ରକମର ଫାଇନ୍ ଦେବା ସହିତ ଜେଲ୍ ଦଣ୍ଡ ମଧ୍ୟ ଭୋଗିପାରନ୍ତି। ଆପଣମାନେ କେଉଁ ଗାଡ଼ି ଚଲାଉଛନ୍ତି? ବାଇକ୍ ଚଲାଉଛନ୍ତି ନା କାର୍ ଚଲାଉଛନ୍ତି ନା ଟ୍ରକ୍ ଚଲାଉଛନ୍ତି ନା କୌଣସି ହେଭି ଯାନ ଚଲାଉଛନ୍ତି? ଓଡ଼ିଶାରେ ଅଗଷ୍ଟ ମାସ ପାଖରୁ ନୂଆ ଟ୍ରାଫିକ୍ ନିୟମ ଲାଗୁ କରାଯାଇଛି। ତ ଏହି ନୂଆ ଟ୍ରାଫିକ୍ ନିୟମ ଗୁଡ଼ିକ କ'ଣ ରହିଛି? ତ ଆପଣମାନଙ୍କୁ ଏହି ଭିଡ଼ିଓ ମାଧ୍ୟମରେ ମୁଁ ବିସ୍ତାର ରୂପେ ଜଣାଇବି। ସେଥିପାଇଁ ଆପଣମାନେ ଭିଡ଼ିଓଟିକୁ ବିନା ସ୍କିପ୍ରେ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଭିଡ଼ିଓଟିକୁ ଆରମ୍ଭ କରିବା ପୂର୍ବରୁ ଆପଣ ସମସ୍ତଙ୍କୁ କହି ରଖିବି, ଚ୍ୟାନେଲରେ ପ୍ରଥମ କରି ଯଦି ଆପଣମାନେ ଭିଡ଼ିଓଟିକୁ ଦେଖୁଥାନ୍ତି ତାହେଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ଭିଡ଼ିଓକୁ ଲାଇକ୍ କରି ପାଖରେ ଥିବା ନୋଟିଫିକେସନ୍ ବଟନଟିକୁ ଅନ୍ କରିବାକୁ ଜମା ବି ଭୁଲନ୍ତୁନି। ଦେଖନ୍ତୁ, ପ୍ରଥମ ନୂଆ ନିୟମଟି କ'ଣ ରହିଛି ମୁଁ ଆପଣମାନଙ୍କୁ ଜଣାଇବା ପାଇଁ ଚାହିଁବି। ଆପଣଙ୍କର ମୋବାଇଲ ସ୍କ୍ରିନ୍ ଉପରେ ଦୃଷ୍ଟି ଆକର୍ଷଣ କରିବା ପାଇଁ ଚାହିଁବି। ନିୟମଟି ରହିଛି ଗାଡ଼ି ମାଲିକଙ୍କ ପାଇଁ ବଡ଼ ଖୁସି ଖବର। ପିଓସିସି ନିୟମରେ ହେବ ବଡ଼ ପରିବର୍ତ୍ତନ। ଆସନ୍ତୁ ପିଓସିସି ନିୟମରେ କ'ଣ ପରିବର୍ତ୍ତନ ହେଇଛି ବିସ୍ତାର ରୂପେ ଜାଣିବା। ଆଉ ବାରମ୍ବାର କରିବାକୁ ପଡ଼ିନପାରେ ପଲ୍ୟୁସନ୍ ସାର୍ଟିଫିକେଟ୍। କାରଣ କେନ୍ଦ୍ର ସରକାର ପିଓସିସି ନିୟମରେ କରିବାକୁ ଯାଉଛନ୍ତି ବଡ଼ ପରିବର୍ତ୍ତନ। ଏଥିପାଇଁ କେନ୍ଦ୍ରୀୟ ମୋଟର ଯାନ ସଂଶୋଧନ ନିୟମର ଏକ ଚିଠା ବିଜ୍ଞପ୍ତି ଜାରି କରାଯାଇଛି। ଆହୁରି ମଧ୍ୟ ମେନସନ୍ ରହିଛି ଯେଉଁଥିରେ BS6 ଯାନ ପାଇଁ ପିଓସିସି ବୈଧତାକୁ 3 ବର୍ଷ କରିବା ପାଇଁ ପ୍ରସ୍ତାବ ରହିଛି। ବର୍ତ୍ତମାନ ନିୟମ ଅନୁସାରେ ନୂଆ ଗାଡ଼ିର ପ୍ରଥମ ବର୍ଷ ପରେ ସାଧାରଣତଃ ପ୍ରତି 6 ମାସରେ ଥରେ ପିଓସିସି କରିବାକୁ ପଡ଼େ। କିନ୍ତୁ ନୂଆ ପ୍ରସ୍ତାବ ଲାଗୁ ହେଲେ 6 ବର୍ଷ ପର୍ଯ୍ୟନ୍ତ ବୟସର BSVI ଗାଡ଼ି ପାଇଁ ପିଓସିସିର ବୈଧତା 3 ବର୍ଷ ହୋଇପାରେ। ଏହା ସହିତ ଆହୁରି ମଧ୍ୟ ମେନସନ୍ ରହିଛି 6 ରୁ 10 ବର୍ଷ ପୁରୁଣା BS6 ଯାନ ପାଇଁ ପ୍ରତି ବର୍ଷରେ ଥରେ ପିଓସିସି କରାଇବାକୁ ପଡ଼ିବ। ସେହିପରି 10 ବର୍ଷରୁ ଅଧିକ ପୁରୁଣା BSVI ଏବଂ BSIV ଗାଡ଼ି ପାଇଁ ପ୍ରତି 6 ମାସରେ ପିଓସିସି ବାଧ୍ୟତାମୂଳକ ରହିବ। ଗାଡ଼ି ମାଲିକଙ୍କ ପାଇଁ ବଡ଼ ଖୁସି ଖବର। 3 ବର୍ଷ ପର୍ଯ୍ୟନ୍ତ ପିଓସିସି ଟେନସନ୍ ନାହିଁ। ବାରମ୍ବାର କରିବାକୁ ପଡ଼ିନପାରେ ପଲ୍ୟୁସନ୍ ସାର୍ଟିଫିକେଟ୍। ପିଓସିସି ନିୟମରେ ହେବ ବଡ଼ ପରିବର୍ତ୍ତନ। 2 ନମ୍ବରରେ ଦେଖନ୍ତୁ, ଡ୍ରାଇଭିଂ ଲାଇସେନ୍ସ ବୈଧ ନଥିଲେ ଦୁର୍ଘଟଣା କ୍ଷତିପୂରଣ ଦେବାକୁ ବାଧ୍ୟ ନୁହଁ ବୀମା କମ୍ପାନୀ। ତ ଯଦି ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ଜଣେ ବୈଧ ଡ୍ରାଇଭିଂ ଲାଇସେନ୍ସ ନଥିବା ବ୍ୟକ୍ତି ଚଲାଉଥାନ୍ତି, ତେବେ ସେହି ଦୁର୍ଘଟଣାର କ୍ଷତିପୂରଣ ଦେବା ପାଇଁ ବୀମା କମ୍ପାନୀ ଉପରେ ଦାୟିତ୍ୱ ଲଦାଯାଇ ପାରିବ ନାହିଁ ବୋଲି ଏ ଖବରରେ ମଧ୍ୟ ପ୍ରକାଶିତ ହୋଇଛି। ଏଥିରେ ଆହୁରି ମଧ୍ୟ ମେନସନ୍ ରହିଛି ଦୁର୍ଘଟଣା କ୍ଷତିପୂରଣକୁ ନେଇ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଦୁର୍ଘଟଣା ସମୟରେ ଯଦି ଗାଡ଼ି ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ବୈଧ ନଥାଏ କିମ୍ବା ଏହାର ନବୀକରଣ ଅର୍ଥାତ୍ ରିନ୍ୟୁଆଲ ହୋଇନଥାଏ, ତେବେ ସେହି ମାମଲାରେ ବୀମା କମ୍ପାନୀ କ୍ଷତିପୂରଣ ଦେବାକୁ ବାଧ୍ୟ ନୁହଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ସ୍ପଷ୍ଟ କରିଛନ୍ତି। ବିଚାରପତି ଜଷ୍ଟିସ୍ ସଞ୍ଜୟ କରୋଲ ଓ ଜଷ୍ଟିସ୍ ଏନ୍ କୋଟେଶ୍ୱର ସିଂଙ୍କ ଖଣ୍ଡପୀଠ କହିଛନ୍ତି ଯେ ଯଦି ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ଜଣେ ବୈଧ ଡ୍ରାଇଭିଂ ଲାଇସେନ୍ସ ନଥିବା ବ୍ୟକ୍ତି ଚଲାଉଥାନ୍ତି, ତେବେ ସେହି ଦୁର୍ଘଟଣାର କ୍ଷତିପୂରଣ ଦେବା ପାଇଁ ବୀମା କମ୍ପାନୀ ଉପରେ ଦାୟିତ୍ୱ ଲଦାଯାଇ ପାରିବ ନାହିଁ। କୋର୍ଟ କହିଛନ୍ତି ଯେ ଏହି ପରିସ୍ଥିତିରେ ଗାଡ଼ି ଚାଳକ, ମାଲିକ କିମ୍ବା ଉଭୟଙ୍କୁ କ୍ଷତିପୂରଣର ଭାର ବହନ କରିବାକୁ ପଡ଼ିପାରେ। ଆହୁରି ମଧ୍ୟ ମେନସନ୍ ରହିଛି ଦେଶବ୍ୟାପୀ ସଚେତନତା ଅଭିଯାନ ଚଳାଇବାକୁ ପରାମର୍ଶ। ସୁପ୍ରିମକୋର୍ଟ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ଏବଂ ରାଜ୍ୟ ପରିବହନ ବିଭାଗ ଗୁଡ଼ିକକୁ ସଡ଼କ ସୁରକ୍ଷା
ଓ ଟ୍ରାଫିକ୍ ନିୟମ ପାଳନ ନେଇ ଦେଶବ୍ୟାପୀ ସଚେତନତା ଅଭିଯାନ ଚଳାଇବାକୁ ପରାମର୍ଶ ଦେଇଛନ୍ତି, ଯେଉଁଟାକି ଆପଣମାନଙ୍କର ସୋସିଆଲ ମିଡ଼ିଆ ଓ ଅନ୍ୟାନ୍ୟ ମାଧ୍ୟମରେ ଲୋକଙ୍କୁ ବୈଧ ଡ୍ରାଇଭିଂ ଲାଇସେନ୍ସର ଗୁରୁତ୍ୱ ବୁଝାଇବା ସହ ଲାଇସେନ୍ସ ପ୍ରଦାନ ଓ ନବୀକରଣ ପ୍ରକ୍ରିୟାକୁ ଅଧିକ ସରଳ ଓ ସ୍ୱଚ୍ଛ କରିବାକୁ କୋର୍ଟ କହିଛନ୍ତି। କିଛି ସବସ୍କ୍ରାଇବର ଭାଇଙ୍କର କମେଣ୍ଟସ୍ ଥିଲା, କେଉଁ ଅଧିକାରୀ ଗାଡ଼ି ଚେକିଂ କରିପାରିବେ? ଦେଖନ୍ତୁ, ସ୍ଥାନୀୟ ପୁଲିସ ଯେମିତିକି ଆପଣମାନଙ୍କର ଥାନାରେ ଏସ୍ଆଇ, ଆଇଆଇସି, ଓଆଇସି କିମ୍ବା ତାଙ୍କଠାରୁ ଉଚ୍ଚ ପଦବୀର ଅଧିକାରୀମାନେ ଆପଣମାନଙ୍କର ଗାଡ଼ି ଚେକିଂ କରିପାରିବେ। ପରବର୍ତ୍ତୀ କମେଣ୍ଟସଟି ଥିଲା, କିଏ ଫାଇନ୍ କାଟିପାରିବେ? ଦେଖନ୍ତୁ, ଭାରତୀୟ ମୋଟରଯାନ ଆକ୍ଟ ଏବଂ ଓଡ଼ିଶା ପୁଲିସର ନିୟମ ଅନୁଯାୟୀ ରାସ୍ତାରେ ସ୍ପଟ୍ ଫାଇନ୍ କିମ୍ବା ଇ ଚାଲାଣ କାଟିବା ପାଇଁ ଅଧିକାରୀଙ୍କ ପୋଷାକରେ ଅତି କମ୍ରେ ଗୋଟିଏ ଷ୍ଟାର ଥିବା ବାଧ୍ୟତାମୂଳକ। ତାପରେ ଆପଣମାନଙ୍କର ଟ୍ରାଫିକ୍ ଏସ୍ଆଇ ଅର୍ଥାତ୍ ସବ୍ ଇନ୍ସପେକ୍ଟର ଏବଂ ଆପଣମାନଙ୍କର ଏଏସ୍ଆଇ ଅର୍ଥାତ୍ ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର, ଏମାନେ ସହର ଓ ଜାତୀୟ ରାଜପଥରେ ନିୟମିତ ଭାବରେ ଇ ଚାଲାଣ କାଟିପାରିବେ। ଏହା ସହିତ ଆପଣମାନଙ୍କର ସ୍ଥାନୀୟ ଥାନା ଅଧିକାରୀ ଯେମିତିକା ଆଇଆଇସି, ଓଆଇଏସି ନିଜ ଅଞ୍ଚଳ ମଧ୍ୟରେ ଯେକୌଣସି ଗାଡ଼ିର ଚାଲାଣ କାଟିପାରିବେ। ତାପରେ ଆପଣମାନଙ୍କର ଆରଟିଓ ଅର୍ଥାତ୍ ଆଞ୍ଚଳିକ ପରିବହନ ଅଧିକାରୀ ମୁଖ୍ୟ ସ୍ଥାନରେ ଚେକିଂ କରି ଚାଲାଣ କାଟିପାରିବେ। ଗାଡ଼ିର ଫିଟନେସ୍, ପ୍ରଦୂଷଣ ଓ ଅନ୍ୟାନ୍ୟ କାଗଜପତ୍ର ଯାଞ୍ଚ କରି ସବୁଠାରୁ ବଡ଼ ଚାଲାଣ କାଟିବାର କ୍ଷମତା ଏମାନଙ୍କ ପାଖରେ ରହିଛି। ଏହି ସବୁ ଅଧିକାରୀମାନେ ହିଁ ଆପଣଙ୍କ ଗାଡ଼ିର ଡକୁମେଣ୍ଟ ଯାଞ୍ଚ କରିପାରିବେ ଓ ଚାଲାଣ କାଟିପାରିବେ। ଆପଣମାନଙ୍କର ଆଉ ଗୋଟେ ପ୍ରଶ୍ନ ରହିଥିଲା, କିଏ ଫାଇନ୍ କାଟିପାରିବେ ନାହିଁ? ତ ଦେଖନ୍ତୁ, ପୁଲିସ କନେଷ୍ଟବଳ, ହୋମଗାର୍ଡ ଏମାନଙ୍କର କୌଣସି ଆଇନଗତ କ୍ଷମତା ନାହିଁ ଆପଣଙ୍କ ଉପରେ ଜରିମାନା ଲଗାଇବା ପାଇଁ। ତାପରେ ୟୁନିଫର୍ମ ନଥିବା ଅଧିକାରୀମାନେ ଆପଣମାନଙ୍କର ଚାଲାଣ କାଟିପାରିବେ ନାହିଁ। ଦେଖନ୍ତୁ, ଯଦି କୌଣସି ପୋଲିସ କିମ୍ବା ଆରଟିଓ ଅଧିକାରୀ ୟୁନିଫର୍ମରେ ନାହାନ୍ତି କିମ୍ବା ତାଙ୍କ ନେମ୍ ପ୍ଲେଟ୍ ନାହିଁ, ତେବେ ସେ ଚାଲାଣ କାଟିପାରିବେ ନାହିଁ। ଆପଣ ତାଙ୍କୁ ପରିଚୟ ପତ୍ର ଅର୍ଥାତ୍ ଆଇଡି କାର୍ଡ ମାଗିପାରିବେ। ତାପରେ ବିନା କୋର୍ଟ ଚାଲାଣ କ୍ଷମତା ପ୍ରାପ୍ତ ଅଧିକାରୀ, ଦେଖନ୍ତୁ, କେବଳ ଇ ଚାଲାଣ କିମ୍ବା ସରକାରୀ ରସିଦ ବୁକ୍ ଥିବା ଅଧିକାରୀ ହିଁ ଫାଇନ୍ ନେଇପାରିବେ। କେହି ବି ନଗଦ ଟଙ୍କା ବିନା ରସିଦରେ ଛାଡ଼ିପାରିବେ ନାହିଁ, ତାହା ବେଆଇନ। ନିୟମ ଦୃଷ୍ଟିରୁ କନେଷ୍ଟବଳ, ହେଡ୍ କନେଷ୍ଟବଳ ଏବଂ ହୋମଗାର୍ଡ ଅଧିକାରୀମାନେ ଆପଣଙ୍କୁ ଅଟକାଇ ପାରିବେ, କିନ୍ତୁ ଆପଣଙ୍କ ଉପରେ ଜରିମାନା ଲଗାଇବା କିମ୍ବା ଆପଣଙ୍କ କାଗଜପତ୍ର ଜବତ କରିବା ପାଇଁ ଏମାନଙ୍କର କୌଣସି ଆଇନଗତ କ୍ଷମତା ନାହିଁ। ଦେଖନ୍ତୁ, ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଯଦି ଆପଣଙ୍କୁ କୌଣସି କନେଷ୍ଟବଳ ହଇରାଣ କରୁଛି, ତେବେ ଆପଣ କ'ଣ କରିବେ? ଆପଣ ସେଠାରେ ଉପସ୍ଥିତ ଥିବା ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଆପଣ ଜଣାଇ ପାରିବେ କିମ୍ବା ଆପଣମାନେ ଓଡ଼ିଶା ପୁଲିସର ହେଲ୍ପଲାଇନ୍ର ସହାୟତା ଲୋଡ଼ି ପାରିବେ। ଆପଣ ଓଡ଼ିଶା ପୁଲିସର ଯେଉଁ ହେଲ୍ପଲାଇନ୍ ନମ୍ବର ରହିଛି, ସେଥିରେ ଆପଣ ଅଭିଯୋଗ କରିପାରିବେ।